ଗତ 15/3/2024 ରାତିରେ କିଛି ଦୁର୍ବୃତ୍ତ ଦୀପକ ସିଂ ନାମକ ଜଣେ ବ୍ୟକ୍ତିଙ୍କର ତାଙ୍କର ଦୋକାନର ସଟର ଭାଙ୍ଗି ଆଉ ତାଙ୍କ ଘର କବାଟ ଭାଙ୍ଗି ଗଡରେଜ ଇଏରୁ 72,000 ଟଙ୍କା, 2ଟି ମୋବାଇଲ ଫୋନ ଚୋରି ହେଇଛି ବୋଲି ରିପୋର୍ଟ ହେଲା 16 ତାରିଖ ସକାଳେ। ଯେଉଁଥିରେ ଆମେ ତାଙ୍କ ରିପୋର୍ଟକୁ ଆଧାର କରି ବୋରିଗୁମା ଥାନା କେସ୍ ନମ୍ବର 67 ରୁଜୁ କରିଥିଲୁ। ଆଉ ତଦନ୍ତ ଭାର ଆମର ଷଡ଼ଙ୍ଗୀ ବାବୁ ଏସ୍ଆଇଙ୍କୁ ଦିଆହେଇଥିଲା। ସେଇ କଲପ୍ରିଟ ମାନଙ୍କୁ ଧରିବା ପାଇଁ ଆମର ଗୋଟେ ସ୍ପେଶାଲ ଟିମ୍ ଗଠନ ହେଇଥିଲା ଆଇଆଇସିଙ୍କ ନେତୃତ୍ୱରେ, ଯେଉଁଥିରେ କି ଆମେ ହୁସେନ ହରିଜନ ନାମକ ଜଣେ ଏମୋ କ୍ରିମିନାଲକୁ ଆମେ ଆଇଡେଣ୍ଟିଫାଇ କଲୁ ସିସି ଫୁଟେଜକୁ ଆଧାର କରି, ଯାହାର ଘର ହେଉଛି ଲୋହରା ସାହି ନବରଙ୍ଗପୁର, ଯାହା ନାମରେ ଆଗରୁ 3ଟି କେସ୍ ସେଇ ବର୍ଗଲାରୀ ଆଉ ରବରୀ କେସ୍ ଅଛି, ଯିଏକି ଭବାନୀପାଟଣା ଜେଲରେ ଥିଲେ। ଆଉ ସେଠୁ ବେଲରେ ବାହାରିଲା ପରେ ସେଇ ଚୋରି କାର୍ଯ୍ୟକଳାପରେ ସେ ମାନେ ଲିପ୍ତ ଥିଲେ ଏବଂ ଏଇ ଘଟଣାରେ ସେ ସମ୍ପୃକ୍ତ ଅଛି ବୋଲି ଜାଣି ତାଙ୍କୁ ଗିରଫ କରାଗଲା। ତାଙ୍କଠାରୁ 2 ଗୋଟି ମୋବାଇଲ ମଧ୍ୟରୁ ଗୋଟେ ମୋବାଇଲ ରିକଭରି କରାହେଇଛି ଆଉ 2,000 ଟଙ୍କା ସିଜ୍ ହେଇଛି। ସହଯୋଗୀ ଥିଲେ 2 ଜଣ, ସେ ବି ସେଇ ଏରିଆର, ଆଉ ତାଙ୍କୁ ଆମେ ନାମଟା ଗୋପନ ରଖିଛୁ ଏଇଥିପାଇଁ ତଦନ୍ତରେ ବ୍ୟାଘାତ ହବ ବୋଲିକି। ଆଉ ସେମାନଙ୍କୁ ଅତି ଶୀଘ୍ର ଆମେ ଧରିବା ପାଇଁ ଚେଷ୍ଟା ଚଲେଇଛୁ। ତାଙ୍କ ବାକି ଯୋଉ ଟଙ୍କା ରିକଭରି ପାଇଁ ଆମେ ଚେଷ୍ଟା କରୁ ନବରଙ୍ଗପୁର ଟାଉନର। ନାଇଁ, ଆମେ ତାଙ୍କ ପଛରେ ଆମେ ଲାଗିଛୁ, ସେଇଟା ବି ଆମର ତଦନ୍ତ ଚାଲିଛି। ଯୋଉ ଫଟୋ ଆମର ମାନେ ହସ୍ତଗତ ହୋଇଛି ସେଟାକୁ ଆମେ ପ୍ରତ୍ୟେକ ଥାନାକୁ ଆମେ ସାର୍କୁଲେଟ କରିଛୁ। ଏଇ ଆମେ ଏମୋ କ୍ରିମିନାଲ ଯୋଉମାନେ କି ବ୍ୟାଙ୍କରୁ ପିଛା କରିକି ଚୋରି କରୁଛନ୍ତି ତାଙ୍କୁ ଆମେ ଭେରିଫାଇ ଚଲେଇଛୁ। ସେମାନେ ଆଇଡେଣ୍ଟିଫାଇ ହେଇଗଲେ ଆମେ ଅତି ଶୀଘ୍ର ସେଇ କେସ୍ ବି ଆମେ ଡିଟେକ୍ସନ। ପ୍ରଫେସନାଲ ଏମାନେ ବୁଲି ବୁଲି ଚୋରି କରନ୍ତି ପ୍ରାୟ ଜାଗାରେ। ନବରଙ୍ଗପୁର ବି ତାଙ୍କର ଇନଭଲଭମେଣ୍ଟ ଅଛି, ଯୋଉଥିରେ କି 3ଟି କେସ୍ ବି ଆଗରୁ ତାଙ୍କର ଅଛି।